ଆଜ୍ଞା ଅଞ୍ଜଳି ସ୍ୱାଇଁ ସାଙ୍ଗିଆ ପଡା ଜିପି। ଆଜ୍ଞା ଆଜି ଆମେ ବର୍ତ୍ତମାନ ଅଲ ଓଡିଶାରୁ ପ୍ରତ୍ୟେକ ଜିଲ୍ଲାରୁ 5 ଜଣ ୱାର୍ଡ ମେମ୍बर ସରକାରଙ୍କୁ ଚେତାବନୀ ଦେବା ପାଇଁ ଆସିଛୁ ଯେ ମାସିକ ଦରମା ଆମକୁ 6,000 ଟଙ୍କା କରାଯାଉ ଏବଂ ଆମର ଅବସର ପ୍ରାପ୍ତ 2,000 ଟଙ୍କା କରାଯାଉ, ଜୀବନ ବୀମା ରାଶି 2 ଲକ୍ଷ ଟଙ୍କା କରାଯାଉ। ଏତିକି ଦାବି ନେଇ ଆମେ ରାଜରାସ୍ତାକୁ ଆସିଛୁ। ଆଜ୍ଞା ଆମେ ତ ବର୍ତ୍ତମାନ ଜିଲ୍ଲାରୁ ଆସିଛୁ, 10 ଜଣ ଲେଖା ପ୍ରତି ଜିଲ୍ଲାରୁ ଆସିଛୁ। ଆଗାମୀ ଦିନ ପାଇଁ ଆମେ 93,000 ଲୋକ ହଉଛୁ ଟୋଟାଲ ଅଲ ଓଡିଶାରେ। ଆମ ସଂଗଠନର 93,000 ୱାର୍ଡ ମେମ୍ବର। ଦାବି ନ ପୂରଣ କରନ୍ତି ବା ଆପଣଙ୍କର କଥା ନ ଶୁଣନ୍ତି ଆପଣ 93,000 ଲୋକ ଏଠି ରାଜରାସ୍ତାରେ ନିଶ୍ଚିନ୍ତ ଆଜ୍ଞା ରାଜରାସ୍ତାକୁ ଆସିବୁ, ପ୍ରତି ପଞ୍ଚାୟତ ଅଫିସ ତାଲା ପକାଇବୁ, ପଞ୍ଚାୟତର କୌଣସି କାର୍ଯ୍ୟ କରାଇଦେବୁ ନାହିଁ। ସରକାର ଯଦି ଆମର ମୋହନ ସରକାର ଆମ ଆଦିବାସୀ ନେତା ଯେହେତୁ ସେ ସମସ୍ତଙ୍କର ଦୁଃଖ ଶୁଣୁଛୁ, ଆପଣଙ୍କ ମାଧ୍ୟମରେ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ଆମ ୱାର୍ଡ ମେମ୍ବର ମାନଙ୍କର ଦାବି ପୂରଣ କରିଦେଲେ ଆମେ ସରକାରକୁ ଧନ୍ୟବାଦ ଦେବୁ। କିନ୍ତୁ ଯଦି ଦାବି ପୂରଣ ନ କରିବେ ଆଗାମୀ ଦିନରେ ଆମେ 93,000 ବିଧାନସଭା ଘେରାଉ କରିବୁ, ପ୍ରତି ପଞ୍ଚାୟତ ଅଫିସ ବନ୍ଦ କରିବୁ, କୌଣସି ତୃଣମୂଳ ସ୍ତରର କାମ କରାଇ ଦେବୁ ନାହିଁ। ନିଶ୍ଚିନ୍ତ ଆଜ୍ଞା ଲିଖିତ ଆକାରରେ ଦେଇଥିଲୁ। ବର୍ତ୍ତମାନ ଆମେ ତଳ ପାହାଚରୁ ଯାଉଛୁ, ଅନୁରୋଧ କରୁଛୁ ଆଗାମୀ ଦିନ ପାଇଁ ଆଉ ଅନୁରୋଧ କରିବୁନି ଆଜ୍ଞା, ଆମର ହକ୍ ଛଡେଇ ଆଣିବୁ, ନଚେତ ଆମେ ଆମର ରାଜରାସ୍ତାରେ ଆସି ଆମ ନିଜ ରୂପ ଦେଖେଇଦେବୁ। ମାନେ କହିଛନ୍ତି ଏଥର କିଛି ଆମେ କରିପାରିବୁ ନାହିଁ, ତେଣୁକରି ଆମେ ଆସିଛୁ ଜଷ୍ଟ ଗୋଟେ ଏମିତି ହିଣ୍ଟସ ଦେଇ ଦେଇଛୁ ଯେ ବର୍ତ୍ତମାନ ଆମର ଦାବି ଆମେ ସରକାର ଅଲ ଓଡିଶାର ଯେତେ ଓଡିଶା ସାରା ୱାର୍ଡ ମେମ୍ବର ଅଛୁ 93,000 ଦରକାର ପଡିଲେ ଆମେ ଆଜି 93 ଜଣ ବସିଛୁ, କିନ୍ତୁ ଆସନ୍ତା ଥରକୁ 93,000 ୱାର୍ଡ ମେମ୍ବର ଏଠି ଆସିକି ବିଧାନସଭା ଘେରାଉ କରିବୁ ବୋଲି ଆମର ପ୍ରସ୍ତୁତି ରହିଛି। ମୁଖ୍ୟମନ୍ତ୍ରୀ କହିଲେ ଯେ ଏଥର ଆପଣ ଦାବି ପୂରଣ କରିପାରିବେ ନାହିଁ, କଣ ପାଇଁ? ତାଙ୍କର ବର୍ତ୍ତମାନ ନୂଆ ଆସିଛନ୍ତି ତ, ତେଣୁକରି ସେମାନେ କହିଲେ ଆମେ ତ ବର୍ତ୍ତମାନ ମିଟିଂ ଫିଟିଂ କିଛି କରିନୁ, ଆମେ ବିଧାନସଭାରେ ଆଲୋଚନା କରିବୁ, ତମକୁ ଯାହା ହେଲେ ଗୋଟେ ପ୍ରତିଶ୍ରୁତି ଦବୁ ଯେ ବର୍ତ୍ତମାନ ସୁଦ୍ଧା ସେ ଆମକୁ କିଛି ନଦେବାରୁ ସିଏ ଆମର 2 ମାସ ଭିତରେ ଯଦି ପୂରଣ ନ କରିବେ ତାହେଲେ ଆମେ ରାଜରାସ୍ତାକୁ ଓହ୍ଲେଇବୁ। ଭୟଙ୍କର ନିଶ୍ଚିତ ହବ।